ए जन्मरे राजवंशर मत जन्म दे मु भारी आनंदित हठात भारी आनंदित आउ कहीं मत से खुशी नाची गाइबा इच्छा हो हाँ नाची गाइबा इच्छा हो छुपी 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 आसे से मंजरी नाचिका उठाए सुंदरी छुपी छुपी आसे से मंजरी नाचिका उठाए सुंदरी रूप माधुरी कनक गरी रूप माधुरी कनक गरी परे छुपी छुपी आसे से मंजरी नच गाओ ताए
ମୁଁ ପୁରାପୁରି ଭୁଲି ଯାଇଛି। ହେଲେ ଆଜି ହେଉଛି ସେ ପବିତ୍ର ରାକ୍ଷୀ ବନ୍ଧନ। ଆଉ ମୋ ଭାଇ ପାଇଁ ଗଲେ ପରେ ଯେ ତାଙ୍କର ଏପର୍ଯ୍ୟନ୍ତ ଦେଖା ନାହିଁ। ହେଲେ ତାଙ୍କର ମନେ ଅଛି କି ନାହିଁ ଆଜି ରାକ୍ଷୀ ପୂର୍ଣ୍ଣିମା ଦିନ ବୋଲି? ସେ ବୋଧେ ଜାଣିନଥିବେ। ନାଇଁ, ମୁଁ ମୋ ଭାଇକୁ ଏଠି କିଛି ସମୟଟା ଅପେକ୍ଷା କରିନି। ହଁ ଅପେକ୍ଷା କରିନି। ହେଲେ ତୁମେ କୁଆଡ଼େ ଯାଇଥିଲ ଯାଏ? ଆରେ ମୁଁ ରାଜକାର୍ଯ୍ୟରେ ବ୍ୟସ୍ତ ଅଛି। ହେଲେ ଆଜି କି ଦିନ ତମର ମନେ ଅଛି ତ? ଆରେ ଭଉଣୀ, ଆଜି କ'ଣ ମୁଁ କ'ଣ ଜାଣିପାରିବିନି? ଆରେ ଯାହା ପାଖରେ ଭଉଣୀ ଥାଏ ସେ ଭାଇ ହିଁ ଜାଣିପାରେ ଆଜି କ'ଣ। ଆଜି ପରାରେ ମା ରାକ୍ଷୀ ପୂର୍ଣ୍ଣିମା। କ'ଣ କରିବି ଆଉ, ରାଜକାର୍ଯ୍ୟରେ ବ୍ୟସ୍ତ ଅଛି, ତେଣୁକରି ଆସିବା ପାଇଁ ଡେରି ହେଇଯାଇଛି। ହେଲେ ଏଇନେ ମୋ ହାତରେ ରାକ୍ଷୀ ବାନ୍ଧିଦେ। ତାହେଲେ ତୁମେ ରାଜକାର୍ଯ୍ୟରେ ବ୍ୟସ୍ତ ଥିଲ ଭାଇ? ହଁ ମଞ୍ଜୁରୀ। ମୁଁ କାହିଁକି ନା ମୁଁ ଆଜି ମୋ ଭାଇ ଟିକେ ସମୟ କରିଥିଲେ ବୋଲି ମୁଁ ତୁମ ଉପରେ ଟିକେ ରାଗି ଯାଇଥିଲି। ହେଲେ ଠିକ୍ ଅଛି ଭାଇ, ସମୟ ମଧ୍ୟ ବିଳମ୍ବ ହେବାକୁ ଯାଉଛି। ମୁଁ ତୁମ ହାତରେ ଆସନ୍ତୁ ମୋ ରାକ୍ଷୀଟା ବାନ୍ଧି ଦେଉଛି ଭାଇ। ହଁ ମଞ୍ଜୁରୀ, ଏଇନେ ରାକ୍ଷୀ ବାନ୍ଧିଦେ। ହଁ ଭାଇ। ଭାଇ ତତେ ମୋର ରହିଲା କହିବୁନି ପଦେ ପଦେ ଟାଣ। ସରଳ ନିରୀହ ଅବଲା ଦୁବଲା ମୋ ଭଉଣୀ ମଞ୍ଜୁରୀ। ଯେତେବେଳେ ଆମ ମା ବାପା ଆର ପାରିକୁ ଚାଲିଗଲେ, ସେତେବେଳେ ମୋ ଭଉଣୀ ମଞ୍ଜୁରୀକୁ 5 ବର୍ଷ ହୋଇଥିଲା। ଏଇ ହାତରେ ତାକୁ ଏଡ଼େକିଟେ କଲି। ବରଂ ମୋ ଝିଅ ବୋଲି ପାଲି ପୋଷି ଆସିଛି। କେବେ ବି ମା ବାପାର ଅଭାବ କରି ନାହିଁ ଭଉଣୀକୁ ମୋର। ଆରେ ତମେ ଏଠି? ଆରେ କ'ଣ ହେଲା? ଆରେ କାହିଁକି ଆସିଛ? ମହାରାଜ, ଟିପିରି ଟିପିରି ବରଷା ବାଟ ବିଗାଡ଼, ଆଉ ଟୁପୁରୁ ଟୁପୁରୁ କଥାବାର୍ତ୍ତା ଘର ବିଗାଡ଼, ଆଉ ରାଣ୍ଡ ବିଗାଡ଼େ ସାହି ଯାହା ଥିଲା ତାହା ଦେଲି କରୁ। କ'ଣ କହୁଛ? ସିଧା ପ୍ରକାଶ କର।
କହିବି ହେଲେ ଆପଣ ମୋତେ ଖରାପ ଭାବିବେନି ତ? ଆରେ କୁହ। ମହାରାଜ ଆପଣ ଆପଣଙ୍କ ଭଉଣୀକୁ ଏତେ ଦିନ ପର୍ଯ୍ୟନ୍ତ ରଖିଛନ୍ତି, ସେଇଟା ବହୁତ ବଡ଼ ଭୁଲ। ଘୁମସ୍ତେ ମୋ ଭଉଣୀ ବିରୋଧରେ ଆଉ ଗୋଟିଏ ପଦ କଥା ଆଗରେ କହିଲେ ତମ ଗଣ୍ଡି ମୁଣ୍ଡ ଅଲଗା କରିଦେବି। ମହାରାଜ କହିବି ତ କହିବି, ରହିବି ତ ରହିବି। ମହାରାଜା ମୁଁ ଯେତେବେଳେ ପାଠ ପଢ଼ିଥିଲି ସେତେବେଳେ କହିଛି, ସତ କହିବାକୁ କିଆ ଡରିବି, ସତ କହିବାକୁ ଗଲେ ମରି। ଆପଣଙ୍କ ଭଉଣୀ ଆଉ ସେଇ ସାମାନ୍ୟ ମନ୍ତ୍ରୀ ଘୁମସ୍ତେ କହିଲି ମୋ ଭଉଣୀ ବିରୋଧରେ ଆଉ ଗୋଟିଏ ପଦ କଥା କହିବନି। ଆରେ ମହାରାଜ ମୁଁ ଆପଣଙ୍କ ଚାକର, ଆପଣଙ୍କ ଲୁଣ ଖାଇଛି, ଆପଣଙ୍କର ଗୁଣ ଗାଇବା ମଧ୍ୟ, କିନ୍ତୁ ଆପଣଙ୍କ ଇଜ୍ଜତ ଉପରେ ଯୋଉଟା ଶୁଣିବାକୁ ଦେଖିବାକୁ ପାଉଛି ସେଟା କ'ଣ ଶୋଇପାରୁଛି ନା? ସେଥିପାଇଁ କହୁ କହୁ କହିଦେଲି ଏଥର ଆପଣଙ୍କ ପିଛା। ଆପଣ ଯଦି ବିଶ୍ୱାସ କରୁନାହାନ୍ତି ତାହେଲେ ମହାରାଜ ଆପଣ ଯାଇକି ଦେଖନ୍ତୁ ସେଇ ଦକ୍ଷିଣ ଦିଗର ଫାର୍ମ ହାଉସ୍ ମାନେ ବିଶ୍ରାମ କକ୍ଷ, ସେଇଠି ନାଗରାଜ ଆମ କେକେ ନାଗରାଜ ମନ୍ତ୍ରୀ ଆଉ ଆପଣଙ୍କ ଭଉଣୀ ଘୁମସ୍ତେ ଯଦି ତମ କହିବା କଥା ସତ୍ୟ ହୋଇଥିଲେ ସେ ମନ୍ତ୍ରୀ ମୋ ଐତାଖିଆ କୁକୁର ମୋର ଖାଇ ମୋର ପି ଶେଷରେ ମୋର ଇଜ୍ଜତ ପ୍ରତି ଖେଳ ଖେଳୁଛି। ଛାଡ଼ିବିନି ଘୁମସ୍ତେ, ତାକୁ ଜୀବନ୍ତା ମୁଁ ସମାଧି ଦେଇଦେବି। ଯଦି ତମ କଥା ସତ୍ୟ ହୋଇଥିବ ତାହେଲେ ତମ ମୁଣ୍ଡ ଗଣ୍ଡି ଅଲଗା କରିଦେବି। ମହାରାଜ ଆପଣଙ୍କ କଥାରେ ମଧ୍ୟ ମୁଁ ସହମତି। ଆପଣ ହେଉଛନ୍ତି ଏ ରାଜ୍ୟର ମହା ଅଧୀଶ୍ୱର। ଯଦି ମୋ କଥା ମିଥ୍ୟା ତାହେଲେ ମୁଁ ଆଉ ଜୀବନରେ ରହିବି ନାହିଁ। ଆପଣ ମୋ ବିରୋଧରେ ସେମାନଙ୍କୁ ଜଣେଇବେ, କାହିଁକି ନା ସେମାନେ ଯଦି ଜାଣିଲେ ମଧ୍ୟ ମୁଁ ମରିବି। ତମେ ଚିନ୍ତା କର ନା ଘୁମସ୍ତେ, କାହାରିକୁ କିଛି କହିବିନି। ହେଲେ ତମ କହିବା କେତେ ସତ୍ୟ ଅଛି ଦେଖାଯାଉ। ଆଜି ଯାଉଛି, ବର୍ତ୍ତମାନ ଯାଉଛି ମୋର ଆଶ୍ରୟସ୍ଥଳୀକୁ, ତାପରେ ତମ ସହିତ ସାକ୍ଷାତ କରିବି। ତମ କଥା ମିଛ ହୋଇଥିବ ତାହେଲେ ରାଜା ମହେନ୍ଦ୍ର ପ୍ରତାପ ତମ ମୁଣ୍ଡ ଗଣ୍ଡି ଅଲଗା କରିଦେବ। ଛଡ଼ା ମୁଁ କେବେ ମିଛ କହେନି, ଆଉ ଯୋଉଟାକୁ ମିଛଟାକୁ ମୁଁ ସତ ବୋଲି କହିଦେଲେ ସେଇ ରାଜ୍ୟର ସମସ୍ତେ ସତ ଭାବି ନିଅନ୍ତି। କିନ୍ତୁ ଏଇ ରାଜାଟାକୁ କହିଦେଲି ଏଇଟା ମିଛ ନୁହେଁ, ଏଇଟା ପ୍ରକୃତରେ ସତ୍ୟ। ଏମିତି କଥାକୁ କହିବାଟା ଭଲ କାହିଁକି ଜାଣିଛ? ଏଇ ଶଳା ବିପଦିଆ ଜିନିଷ, ୟା ଉପରେ ଆକ୍ରମଣ ମିସାଇଲ ବମ୍ ଫମ୍ ତୁ ବି ଯା ରଜା ଯା। ଆରେ ତୋ ଭଉଣୀଟାକୁ ସେଇ ନାଗରାଜ ମାନେ ପ୍ରେମ ଜାଲରେ ଫସେଇଛି। ଶଳା ତମେ ଦୁହେଁ ଝଗଡ଼ା ଲାଗିବ, ହଣା କଟା ହେବ। ଶଳା ସେଇ ତମ ଭଉଣୀଟାକୁ ମୁଁ ବାହା ହେବି, ଆଉ ମୁଁ ନିଜେ ଏଇ ଦୁନିଆଟା ସେମିତି ଦୁନିଆ। ଆଗକୁ ଯିବାକୁ ହେଲେ, ବଡ଼ ଲୋକ ହେବାକୁ ହେଲେ ଏମିତିଆ କାର୍ଯ୍ୟ କରିବାକୁ ପଡ଼ିବ। ଏଥର ମୁଁ ବି ଯାଏ, ଦେଖିନେବି ସେମାନେ କେତେ କାଣା କରୁଛନ୍ତି।
পছরে রখে না আগর কালি দে জানাতন তালি মারি জয়